ବଢିଲା ପାଚିକାଙ୍କ ଦରମା। ତା ଛଡ଼ା ଦେଖନ୍ତୁ ମୋହନ ସରକାରଙ୍କ ବଡ଼ ହୋଲି ଭେଟି। ପାଚିକାଙ୍କୁ ମିଳିବ 1,00,000 ଟଙ୍କା। କ'ଣ ରହିଛି ଅପଡେଟ୍ ଯାହା ବିଷୟରେ ଜାଣିବା। ଏବେ ରାଜ୍ୟ ସରକାର ସବୁ କ୍ଷେତ୍ରରେ ମଧ୍ୟ ଦରମା ବୃଦ୍ଧି କରୁଛନ୍ତି। ସେମିତି ମଧ୍ୟ ପାଚିକାଙ୍କ ଦରମା ବି ବୃଦ୍ଧି କଲେ ଆସିଗଲା ସେମାନଙ୍କ ପାଇଁ ଖୁସି ଖବର। ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ ହୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟରେ ପାଚିକା ତଥା ସହାୟିକାଙ୍କ ମାସିକ ପରିତୋଷକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକ 2,000 ଟଙ୍କାରୁ 3,000 ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଆସନ୍ତା ଏପ୍ରିଲ 1 ତାରିଖରୁ ଏହି ବର୍ଦ୍ଧିତ ପରିତୋଷକ ଲାଗୁ ହେବ। ତେବେ ଉକ୍ତ ଅନୁଦାନ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପାଇଁ ଉଦ୍ଦିଷ୍ଟ ବଜେଟ୍ର ରାଜ୍ୟ ସମର୍ଥନରୁ ବହନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ସଂଗ୍ରାମ ମହାପାତ୍ର ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣର ରାଜ୍ୟ ଭାରପ୍ରାପ୍ତ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହାଦ୍ୱାରା ରାଜ୍ୟର କାର୍ଯ୍ୟରତ ଥିବା 1,12,090 ଜଣ ପାଚକ ବା ପାଚିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ 112,09 ଲକ୍ଷ ଟଙ୍କା ବ୍ୟୟ କରିବେ। ତା ଛଡ଼ା ଦେଖନ୍ତୁ ଏହି ପାଚକ ପାଚିକା ମାନେ ତେବେ କାର୍ଯ୍ୟକାଳ ସମୟରେ ମୃତ୍ୟୁ ହେଲେ ପାଚିକାଙ୍କ ନିକଟ ସମ୍ପର୍କୀୟଙ୍କୁ 1 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ପ୍ରଦାନ କରାଯିବ, ଯାହାକି ବଡ଼ ଖୁସି ଖବର। ଏବେ ପାଚକ ବା ପାଚିକା ବା ରୋଷେଇଆ ସହାୟତା ମାନଙ୍କ ବଡ଼ ଖୁସି ଖବର। ଏବେ ସେମାନଙ୍କର ମୃତ୍ୟୁ ଘଟିଲେ କାର୍ଯ୍ୟକାଳ ସମୟରେ 1 ଲକ୍ଷ ଟଙ୍କାର ମଧ୍ୟ ଅନୁକମ୍ପାମୂଳକ ସହାୟତା ରାଶି ମିଳିବ।